ଡାକ୍ତରଖାନାର ତୃତୀୟ ମହଲାର ସପ୍ତମ କୋଠରୀରେ ଆଇସିୟୁରେ ପଡ଼ିଛି ନିତୁ ଅପା। ମୁହଁରେ 3ଟା ପାଇପ୍ ପଶିଛି, ମାନେ ଭେଣ୍ଟିଲେଟରରେ ଅଛି। ଘରର ବଡ଼ ଝିଅ ସେ। ତଳକୁ ତଳ 5ଟି ଭାଇ ଓ ଭଉଣୀ। ବାପା ବୋଉ ଆରପାରିକୁ ଚାଲିଗଲେଣି। ସବୁ ଭାଇମାନେ ଶିକ୍ଷିତ ହୋଇ ଭଲ ଭଲ ଜାଗାରେ ଚାକିରି କରି ବାହାରେ ରହୁଛନ୍ତି। ଅପାର ଦେହ ଖରାପ ଶୁଣି ସମସ୍ତେ ଆସିଛନ୍ତି। ଡାକ୍ତରଖାନାରେ ସମସ୍ତଙ୍କୁ ଦେଖି ଆତ୍ମସନ୍ତୋଷ ଲାଗୁଛି ତାକୁ। ବାହା ନ ହୋଇ ପରିବାର ନ ଗଢ଼ି ପରିବାରଠାରୁ ଅଧିକା ସ୍ନେହ ପାଉଛି ତାଙ୍କଠାରୁ। ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା ନିତୁ ଅପା। 4 ଦିନ ପରେ ଯେ ଆଇସିୟୁରୁ ସେ ଡିସଚାର୍ଜ ହୋଇ କ୍ୟାବିନକୁ ଆସିଛି। 5 ଭାଇ ଭିତରୁ ବଡ଼ଟା ବାଙ୍ଗାଲୋରରେ ଇଞ୍ଜିନିୟର ଅଛି। ଅନ୍ୟ 2 ଜଣ ଦିଲ୍ଲୀରେ ଫାଇନାନ୍ସ କମ୍ପାନୀ ମ୍ୟାନେଜର ଅଛନ୍ତି। ଆଉ ସାନ 2 ଜଣ କଲିକତାରେ ଅଛନ୍ତି। ସାନ ଭଉଣୀଟା ବି ଭଲ ଘରେ ବାହା ହେଇଛି। ସ୍ୱାମୀ ତାର ଜଣେ ଅଧ୍ୟାପକ। କେହି କାହାକୁ ଊଣା ନୁହନ୍ତି। ଏମାନଙ୍କୁ ସବୁ ଦେଖିଲା ବେଳକୁ ତା ପେଟ ପୁରିଯାଏ। ଭଉଣୀ ହେଲେ ବି ମାଆର ମମତାକୁ ସେ ଅନୁଭବ କରେ। ସେମାନେ ବି କେହି ନିତୁ ଅପାକୁ ହତାଦର କରନ୍ତି ନାହିଁ। ସମସ୍ତ ଭଲମନ୍ଦ କାମରେ ନିତୁ ଅପା ଖୋଜା ପଡ଼େ। ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ନିତୁ ଅପା। ଡାକ୍ତର କହିଲେ, ଆସନ୍ତାକାଲି ଡିସଚାର୍ଜ କରିଦେବା। ସମସ୍ତ ହିସାବ କିତାବ କରି ପଇସା ଭରି ଦିଆଗଲା। 15 ଦିନ ପରେ ଘରକୁ ଫେରିଲେ ଅପା। ସମସ୍ତେ ଆଶ୍ୱସ୍ତ। ଘରେ ପହଞ୍ଚିବାର 2 ଦିନ ପରେ ଫୁସୁରୁଫାସର କଥାଗୁଡ଼ାକ ନିତୁ ଅପା କାନରେ ପଡ଼ିଲା। ସାଧାରଣତଃ ସ୍ତ୍ରୀ ଲୋକମାନେ ଫୁସୁରୁଫାସର କଥା ହେଲେ ବି ତା ବାହାରକୁ ସ୍ପଷ୍ଟ ଶୁଭେ। ବଡ଼ର ସ୍ତ୍ରୀ ତା ସ୍ୱାମୀକୁ କହୁଥାଏ, ଆଜିକୁ ଆସିବା 20 ଦିନ ହେଲାଣି, କ'ଣ ଯିବାକୁ ନାଁ ଧରୁନ? ସେଣେ ପିଲାମାନଙ୍କ ପାଠପଢ଼ା, ତମ ଚାକିରି କ'ଣ ଏଠି ପରମାନେଣ୍ଟ ରହିବ ନା କ'ଣ? ସେଇ କଥା ଭାବୁଥିଲି। ବଡ଼ କହିଲା, ଆଜି ଭାଇମାନେ ଆସନ୍ତୁ, ସନ୍ଧ୍ୟାକୁ ଯାହା କଥା ହେବା। ସନ୍ଧ୍ୟାକୁ ଆର ଘର ତାଙ୍କର ଟୁପୁର ଟାପର କଥାଗୁଡ଼ାକ ଅସ୍ପଷ୍ଟ ଶୁଭୁଛି ନିତୁ ଅପାକୁ। କଥାର ସାରାଂଶଟା ଏଇଆ ଯେ କେହି ଅପାକୁ ସାଙ୍ଗରେ ନେବେ ନାହିଁ। ଗୋଟେ ପେଡ୍ ନର୍ସ ଆପଏଣ୍ଟମେଣ୍ଟ କରିଦେଇ ଯିବେ। ଅପାର ପେନସନ ପଇସାରୁ ତାକୁ 15,000 ଦିଆଯିବ। ମାସକୁ ମାସ ସମସ୍ତେ ପାଳି କରି ମଝିରେ ମଝିରେ ତାକୁ ଦେଖିବାକୁ ଆସିବେ। ଏଇ କଥା ସ୍ଥିର କରି ସେମାନେ ତା ପାଖକୁ ଆସିଲେ। କହିଲେ, ଅପା ଦେଖ, ତୁ ତ ଭଲ ହେଇଗଲୁଣି। ଆମର ସିଆଡ଼େ ଅଫିସ୍ ବହୁତ ବାରା ହେଉଛି। ପିଲାମାନଙ୍କ ପାଠପଢ଼ାରେ ବି ଅସୁବିଧା ହେଲାଣି। ତେଣୁ ଆମେ କ'ଣ କହୁଥିଲୁ କି, କାଲିଠାରୁ ଗୋଟେ ନର୍ସ ଆରେଞ୍ଜ କରିଦେଇ ଆମେ 2-3 ଦିନ ଭିତରେ ଚାଲିଯିବୁ। ଆଉ ମାସକୁ ମାସ ତୋତେ ଦେଖିବାକୁ ଆସିବୁ। ଏ କଥା ଶୁଣି ଅଧା ସ୍ମିତ ହସଟିଏ ହସିଲା ନିତୁ ଅପା। କହିଲା, ତମେମାନେ କହିବା ପୂର୍ବରୁ ମୁଁ ସେ କଥା ଭାବି ସାରିଥିଲି। ମୁଁ ଜାଣିଛି ଘର କେମିତି ଚଳାଯାଏ, ପିଲାଙ୍କ ଦାୟିତ୍ୱ କେମିତି ନିଆଯାଏ। ହଉ ଯାଅ, ତମର ନର୍ସ ବୁଝିବା ଦରକାର ନାହିଁ। ମୋର ଜଣେ ଷ୍ଟୁଡେଣ୍ଟ ଅଛି, ତାକୁ କହି ତା ଅର୍ଗାନାଇଜେସନରୁ ଗୋଟେ କେୟାରଟେକର ଯୋଗାଡ଼ କରିଦେବି। ଆଜି ନିତୁ ଅପା ଭାବୁଥିଲା, ଯଦି ଏମାନଙ୍କ ପରି ମୁଁ ମୋ ସ୍ୱାର୍ଥଟା ଦେଖିଥାନ୍ତି, ବୋଧହୁଏ ଏପରି ହୋଇନଥାନ୍ତା। ଏଥିକି ଉତ୍ତର ନାହିଁ। ମୋତେ ସାଙ୍ଗରେ ନେବେ ନାହିଁ କି ମୋ ପାଖରେ ରହିବେ ନାହିଁ। ଗୋଟାଏ ବିରାଟ ବିସ୍ମୟସୂଚକ ପ୍ରଶ୍ନ। ଯଦି ମୋ ପିଲାମାନେ ହୋଇଥାନ୍ତେ? ମନକୁ ସ୍ଥିର କରିନେଲା ନିତୁ ଅପା। ପିଲାମାନେ ଗଲା ପରେ ଆକାଉଣ୍ଟରେ ଥିବା ସମସ୍ତ ପଇସା ସାଙ୍ଗରେ ଧରି ଗୋଟାଏ ବୃଦ୍ଧାଶ୍ରମକୁ ଚାଲିଲା। ସେଠାରେ ସବୁ ଡୋନେଟ୍ କରିଦେଇ ସଂସ୍ଥାର ମ୍ୟାନେଜର ହୋଇ ରହିଲା। ବୋଧହୁଏ ଆଜିକାଲି ଏଇଟା ହେଉଛି ଶେଷ ଠିକଣା। ସିଏ ପଇସାବାଲା ହେଉ ବା ଗରିବବାଲା, ସତ୍ୟକୁ ଆଦରି ନେବାଟା ଠିକ୍। କେହି ବି ନିଜର ନୁହନ୍ତି।